ସେମାନେ ଜାଣିନାହାନ୍ତି ତାଙ୍କ ଗୋଡ଼ ତଳୁ ମାଟି ପଳେଇଲାଣି। ସେ ବୁଝିବା କଥା ଯେ 24 ବର୍ଷ ସରକାର ତାଙ୍କର ଅହଙ୍କାର ସକାଶେ ପଳେଇଲା। ଖାଲି ଗୋଟିଏ ଲୋକ ନା ଦୋଷ ଦେଇକି ଯେ ଏମାନେ ଯେଉଁ ପାର ହେଇଯାଉଛନ୍ତି ତାହା ନୁହେଁ, ଏମାନଙ୍କର ଅହଙ୍କାର ହିଁ ବିଜୁ ଜନତା ଦଳକୁ ସର୍ବନାଶ କରିଛି, ଆଗାମୀ ଦିନରେ ବି କରିବ। ବରିଷ୍ଠ ନେତାମାନେ ଅଛନ୍ତି ଜାହିର କରୁଛନ୍ତି, ସେମାନଙ୍କୁ ଡକାଯାଉନି, ସେମାନେ ଚିଠି ଲେଖୁଛନ୍ତି, ରାଜଧାନୀ ଲେଖିଲା ହାଇଜା କଥା, ଏ କଥା କାହିଁକି ଆସୁଛି? ଏତେ ବର୍ଷ ଦଳ ଗୋଟେ ସଂଗଠିତ ହେଇପାରୁନି, କ'ଣ ସମସ୍ୟା ବୁଝୁଛି? ସେ ଦେଖନ୍ତୁ, ଆପଣ ତାକୁ କେଉଁ ଆଙ୍ଗେଲରେ ନେବେ ମୁଁ ଜାଣିନି, କିନ୍ତୁ ଏ 4-5 ଜଣଙ୍କ ଯୋଗୁଁ ଆମ ସରକାର ବଦନାମ ଓ କିଛି ନେତା ଯେଉଁମାନଙ୍କୁ ଦୋଷ ଦେଉଛନ୍ତି, ଏଇ 4-5 ଜଣଙ୍କ ସକାଶେ ଏ ନେତା ଯେଉଁମାନେ ପ୍ୟାରୀ ମହାପାତ୍ରର ପତନ ପାଇଁ ଦାୟୀ ଥିଲେ, ପ୍ୟାରୀ ମହାପାତ୍ରକୁ ଏମିତି କରିକି ପ୍ୟାରୀ ମହାପାତ୍ରକୁ ବିଦା କରିଥିଲେ। ତ କିଛି ଲୋକ ରହିଲେ ପ୍ୟାରୀ ମହାପାତ୍ର ସମର୍ଥନରେ, କିଛି ରହିଲେ ତାଙ୍କ ବିରୋଧୀରେ। ଏକ୍ଜାକ୍ଟ ବି ଏ ପରିସ୍ଥିତି ଏବେ ହେଇଛି ମୋତେ ଲାଗୁଛି। ଏମାନେ ନିଜକୁ ସେକେଣ୍ଡ ଲାଇନ୍ କରିବା ପାଇଁ, କିଏ ନିକଟତର ହେବା ପାଇଁ ନବୀନ ପଟ୍ଟନାୟକର, ଏମାନେ ନିଜର ଗୋଛି କଟାକଟି ହେଉଛନ୍ତି ଓ ସମର୍ଥକ କିଏ କାହା ସମର୍ଥନ ନାଁ କାଟିବ, ସମର୍ଥକଙ୍କ ନାଁ କାଟିବ, ତାଙ୍କ ପାଖରେ ରଖିବେ। এইটা তাঁর গোটে কম্পিটিশন চালছি। দল কেমতি আগুক যাব এ কথা কেবে চিন্তা করুনাহান্তি। নিজ এরিয়ারে যে হারিছেন, কোণ পাই হারিছেন, কাই কেউ 5 জন কথা কইছে না আপনার জাঁচান যে এসব জিনিস আপনার তো জাঁচান, 5 জন জাঁচান, যে 5-7 জন যে অনেক যে অনেক যে ঠেকা নেইছেন এবে দলর পুনর্ন্যাস করা সেমানে ମୁଁ ଭାବୁଛି ଯେ ସେମାନଙ୍କ ଯେଉଁ ମାନେ ଅଧପତନ ହେବ, ଯେଉଁ ଦଳର ଯେଉଁ ଅଧପତନ ହେବ, ସେମାନେ ଜାଣିବା ଦରକାର ଯେ ଲୋକ ତାଙ୍କ ଏରିଆରେ ବିଦା କରିଛନ୍ତି। ସେ ନିଜ ଏରିଆରେ ଆଗ ଗ୍ରହଣୀୟ ହୁଅନ୍ତୁ, ତାପରେ ଆସିକି ଓଡ଼ିଶାରେ ରାଜନୀତି କରିବେ, ଓଡ଼ିଶାର କ'ଣ ଅନୁକୋଣ ରାଜନୀତି। ରାଜ୍ୟବାସୀ ଜାଣିବା ପାଇଁ ଚାହୁଁଛନ୍ତି କେଉଁ 5 ଜଣ, କେଉଁ 4-5 ଜଣ ବର୍ତ୍ତମାନ ଠିକା ନେଇଛନ୍ତି ଏବଂ କାହା ପାଇଁ ଦଳ ଅଧପତନ ହେବାକୁ ଯାଉଛି? ସବୁ କଥା ଆପଣ ଗଣମାଧ୍ୟମ ସବୁ କଥା ଜାଣିଛି। ଆପଣ ନିଶ୍ଚିତ ଖୋଜିଲେ ପାଇବେ, ନିଶ୍ଚିତ ଖୋଜିଲେ ପାଇବେ। ସେ 4-5 ଜଣ ଖୋଜିଲେ ପାଇବେ। କିନ୍ତୁ ଆପଣ ଦେଖିବେ ଯେ ପ୍ରତ୍ୟେକ ଜିଲ୍ଲାରେ ଅସନ୍ତୋଷ ଭର୍ତ୍ତି ହେଇକି ଅଛି। ଆଗାମୀ ଦିନରେ ବହୁତ ଗୋଟେ ବ୍ୟାପକ ରୂପ ନେଇକି ଗୋଟେ ହେବ, ନିଶ୍ଚିନ୍ତ ହେବ। ଏମାନେ ଯେଉଁ କହୁଛନ୍ତି ଯେ ଆମେ ଦଳରୁ ଛାଣ୍ଟି ଆମେ ଦଳକୁ ସବୁ ଛାଣ୍ଟି ଆମେ ବାହାର କରୁଛୁ, ସବୁ ପିଲା ବାହାର କରୁଛୁ। ଏମାନେ ନିଜର ସମର୍ଥକକୁ ବାହାର କରୁଛନ୍ତି, ଯିଏ ତାଙ୍କର ବ୍ୟାଗ୍ ବୋହିବ, ଯିଏ ତାଙ୍କର ଗାଡ଼ି ଚଲେଇବ, ଯିଏ ତାଙ୍କ ବୋଲ ମାନିବ, ଏ କଥାକୁ ନେଇକି ସେମାନେ ଆଗକୁ ବଢ଼ୁଛନ୍ତି। ବିଜେଡ଼ି ପାଇଁ କାମ କରିବ, ତାଙ୍କ ପାଇଁ ନୁହଁ। ଏମାନଙ୍କ ସଂକୀର୍ଣ୍ଣ ମନୋଭାବ, କାହା ସହିତ ବସିଲେ, କାହା ସହିତ ମିଟିଂ ଗଲେ ଏମାନଙ୍କର ଗୋଟିଏ ଦେହ କ'ଣ ହୁଏ, କାରଣ ଏମାନଙ୍କର ମନ କେବେ ବ୍ୟାପକ ନଥାଏ। ଏମାନେ ବିକାଶରେ କେବେ ନଥାନ୍ତି। 24 ବର୍ଷ ଯେଉଁ ଶାସନ କରିଥିଲା ନବୀନ ପଟ୍ଟନାୟକ, ଯେଉଁ ଆଙ୍କୁ ଦେଇଥିଲା, ଯେଉଁ ମ୍ୟାଣ୍ଡେଟ୍ ଦେଇଥିଲା, ଇଏ ଯାହାକୁ ଧରିଥାନ୍ତେ ସେ ସୁନା ଫଳିଥାନ୍ତା। କିନ୍ତୁ ଇଏ ଏମିତି କରିଲେ ଯେ ନିଜ ଏରିଆରେ ଲୋକ ତାଙ୍କୁ ପଚାରିଲେନି। ଏଇ 4-5 ଜଣ ନେତା ସେକେଣ୍ଡ ଲାଇନ୍ରେ ରହିବା ପାଇଁ ଅନ୍ୟ ବରିଷ୍ଠ ଯୁବ ନେତୃବୃନ୍ଦମାନଙ୍କୁ ଅନ୍ଧାର କରୁଛନ୍ତି। ଦେଖନ୍ତୁ, ଇଏ ଏଭଳିଆ ଗୋଟିଏ ପରିସ୍ଥିତି ସୃଷ୍ଟି କରିଛନ୍ତି, 4-5 ଜଣ ଏଭଳିଆ ସୃଷ୍ଟି କରିଛନ୍ତି ଯେ କିଛି ଲୋକ କହୁଛନ୍ତି ଏଥିପାଇଁ ଜଣିଏ ଲୋକ ଦାୟୀ, ଆଉ କିଛି ଲୋକ କହୁଛନ୍ତି ଯେ ଏଇ ଯୁବ ଲୋକ ଦାୟୀ। ଏମାନେ ଏଇ 4-5 ଜଣ ସେକେଣ୍ଡ ଲାଇନ୍ରେ ବୋଲି ଦଳକୁ ଏତେ ଗୋଳମାଳ କରି ରଖିଛନ୍ତି। ମୁଁ ଭାବୁଛି ଯେ ନବୀନ ବାବୁ ଯଦି ଏମାନଙ୍କ କଥା ବିଶ୍ୱାସ କରନ୍ତି, ଆଗାମୀ ଦିନରେ ଏ ଦଳର ଭବିଷ୍ୟତ କାହିଁ ମୋତେ ଲାଗୁନି ଭଲ ହେବ ବୋଲି। ଆପଣ ଦଳର ସକ୍ରିୟ କର୍ମୀ, ସୁପ୍ରିମକୋର୍ଟ ନଜରକୁ ଆଣିବେ କଥା? ନାଇଁ, ସୁପ୍ରିମ ତ ସବୁ କଥା ଜାଣନ୍ତି। ନିଶ୍ଚିନ୍ତ ଏ କଥା ଓଡ଼ିଶା ସାରା ଯେତେବେଳେ ସବୁ ଯୁବକମାନଙ୍କର, ସବୁ କର୍ମୀମାନଙ୍କର ଯେତେବେଳେ ମନରେ ଏସବୁ ଜିନିଷ ଆସୁଛି, ନିଶ୍ଚିତ ସେ ଜାଣିବେ। ଆଉ ମୁଁ ଭାବୁଛି ଠିକ୍ ପଦକ୍ଷେପ, ଠିକ୍ ଜିନିଷ, ଠିକ୍ ପଦକ୍ଷେପ ନେବେ। ଶୁଣନ୍ତୁ, ମୁଁ ବିଜେପି ଯେତେବେଳେ ଯାଉଛି, ଯେତେବେଳେ ବିକାଶ ଜଣେ କରୁଛି, ଆପଣ ବିଜେପି ମୋତେ କେବେ ଦେଖିଛନ୍ତି? ବିଜେପି ଅଫିସରେ କେବେ ଦେଖିଛନ୍ତି? ପାର୍ଟି ଅଫିସରେ ଦେଖିଛନ୍ତି ଯେ ଗୋଟେ ବିଜେପି ନେତା ଯିଏ କାମ କରୁଛି ତାଙ୍କୁ ଆମେ କ'ଣ କହିବା, ସେ କାମ କରୁନାହାନ୍ତି? ଆମେ ବିଜେଡ଼ି ବୋଲି ତାଙ୍କୁ କହିବା କାମ କରୁନି? ବାବୁ ସିଂ ବଢ଼ିଆ କାମ କରୁଛନ୍ତି। ମୁଁ ତ ଆପଣଙ୍କୁ କହୁଛି ବାବୁ ସିଂ ବହୁତ ବଢ଼ିଆ କାମ କରୁଛନ୍ତି। ତା ଅର୍ଥ ମୁଁ ବିଜେପି ହେଇଗଲି? ଯିଏ କାମ କରିବ ତାକୁ ଭଲ କହିବେନି ନା? ଯିଏ ବିକାଶକୁ ସହିତ ସାଥରେ ରହିବ କହିବେ ନାଇଁ ଆମେ ବିଜେଡ଼ି ବୋଲି ଗୋଟେ ଲୋକକୁ ଆମେ ବିଶ୍ୱାସକୁ ନେବାନି? ଏସବୁ ସଂକୀର୍ଣ୍ଣ ମନ ହେବ, ଏଠି ଦୂରରେ ରହିବା ଦରକାର। ନିର୍ଦ୍ଦିଷ୍ଟ ଭାବରେ ଜାଣିବା ପାଇଁ ଚାହୁଁଛୁ, କାଲି ଅର୍ଥାତ୍ ଗତକାଲି ରାତିରେ ଯେଉଁ ସନ୍ଧ୍ୟା ମାନେ କ'ଣ ଡିମାଣ୍ଡ କରିଥିଲେ? ଦେଖନ୍ତୁ, ଗୋଟେ ଆଲୋଚନା, ଗୋଟେ ସଞ୍ଜୟ ସାମନ୍ତଙ୍କ ସହିତ ଆଲୋଚନା କରି